ଓଳାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର ରାମଗୁଡ଼ା ସରାକୋଟ ବାଣିଆମାରୀ ରାସ୍ତା ଯେଉଁଠିକି ଇଏ ହେଉଛି ଏକ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ ଏବଂ ଏଇ ଯେଉଁ ପାହାଡ଼ ଚତୁର୍ଦିଗରେ ଯେଉଁ ପାହାଡ଼ ଅଛି ଏ ପାହାଡ଼ ନାଁ ହେଉଛି କେରାଣ୍ଡିମାଳ ପାହାଡ଼ ଏବଂ ଏ ଦେଇ ଯେଉଁ ରାସ୍ତା ଆସିଛି ସେ ରାସ୍ତା କିଭଳି ଭାବରେ ୟୁ ମୋଡ଼ ଏଇଠି ନେଇଛି ଏବଂ ଏ ଯେଉଁ ୟୁ ମୋଡ଼ ନେଇଛି ଏବଂ ତଳକୁ ଯେଉଁ ଗଡ଼ାଣି ଅଛି ଗଡ଼ାଣି ଅର୍ଥାତ୍ ଡାଉନ୍ ଅଛି ସେଇ ରାସ୍ତା ଅତି ଶୋଚନୀୟ ଭାବେ ସେଇ ରାସ୍ତା ଦେଇ ଗାଡ଼ି ଗୁଡ଼ିକ ଯିବା ଆସିବା କରୁଛନ୍ତି। ତେବେ ଏଠି ଅଧିବାସୀମାନେ ମଧ୍ୟ ଏଠିକାର ଅଧିବାସୀମାନେ ମଧ୍ୟ ମୋ ସହିତ ଯୋଡ଼ି ହୋଇଛନ୍ତି। ସେମାନଙ୍କର ବିଭିନ୍ନ ସମସ୍ୟା ରହିଛି, ଏହି ରାସ୍ତାକୁ ନେଇ ଅନେକ ସମସ୍ୟା ରହିଛି। ସେହି ରାସ୍ତା ଉପରେ ସେମାନେ କ'ଣ ପ୍ରତିକ୍ରିୟା ଦେବେ ଚାଲନ୍ତୁ ତାଙ୍କ ନିକଟକୁ ଯିବା। ମୋ ନାଁ ହେଉଛି ସୋମନାଥ ମଲ୍ଲିକ ଆଉ ଗ୍ରାମ ବିକାଶପୁର। ଆମର ରାମଗୁଡ଼ା ହେଉଛି ବନ୍ଥବୋଲି ପଞ୍ଚାୟତ। ସେ ପଞ୍ଚାୟତରୁ ଆମର ରାମଗୁଡ଼ା ଠାରୁ ବାଣିଆମାରୀ ଆମର ଏ ରାସ୍ତାଟି ଯାଇଛି। এই ରାସ୍ତାଟା ଆମର ପାହାଡ଼ ଉପରେ କେରାଣ୍ଡିମାଳ ପାହାଡ଼ ଦେଇକି ଆମର ରାସ୍ତାଟା ଯାଇଛି। କିନ୍ତୁ ସେ ରାସ୍ତାଟାରେ କ'ଣ ହେଉଛି ନା ସବୁ ତଳେ ନିଚେ ଡାଉନ୍ର ଅଛନ୍ତି। ତେଣୁ ଆମର କହିବାର ହେଉଛି କ'ଣ, ସେ ରାସ୍ତା କଡ଼ରେ ଗୋଟେ ସାଇଟ୍ ୱାଲ୍ କରାଯାଉ, ତାପରେ ସେ ରାସ୍ତାର ଡ୍ରେନ୍ କରାଯାଉ, ନହେଲେ ଏ ରାସ୍ତାର ଯେତିକି ପାଣି ଆସୁଛି ରାସ୍ତା ଉପରେ ପଳେଇ ଆସୁଛି। ତାପରେ ରାସ୍ତାରେ ଆମର ମାଟି ଖସିକି ପଥର ମଧ୍ୟ ବଡ଼ ବଡ଼ ପଥର ମଧ୍ୟ ତା ତଳେ ଖସିଯାଇଛି। ଏ ପର୍ଯ୍ୟନ୍ତ କେତେ ଲୋକ ମଧ୍ୟ ଆ ଭିତରେ ଦୁର୍ଘଟଣା ହେଇଛନ୍ତି। ତ ଏଇଟାକୁ ଆମକୁ ଆମେ ପ୍ରଶାସନକୁ ଅନୁରୋଧ କରିଅଛୁ ଯେ ଆର୍ଡିର ଆମର ଯନ୍ତ୍ରୀ ଯେଉଁମାନେ ଅଛନ୍ତି ଆମକୁ ତାଙ୍କୁ ଅନୁରୋଧ କରୁଛେ ରାସ୍ତାରେ କରିଦେଲେ କିନ୍ତୁ ତାକୁ ସାଇଡ୍ ୱାଲ୍ଟା ନିହାତି ଦରକାର, ଆଉ ଡ୍ରେନ୍ଟା ରାସ୍ତା ଟିକେ ଚଉଡ଼ା ଦରକାର, ଆଉ ସାଇଡ଼୍ରେ ୱାଲ୍ଟା କରିକି ଡ୍ରେନ୍ଟା କରିଦେଲେ ଏ ରାସ୍ତାଟା ସବୁଦିନ ପାଇଁ ଆମର ଭଲ ଭାବେ ଚାରିପାରିବ। ଏବେ ରାସ୍ତାଟା ଯେଉଁଟା ଅଛି ଏବେ ରାସ୍ତାଟା ମଧ୍ୟ ଆମର ସବୁ କଦର୍ଯ୍ୟ ହୋଇଗଲାଣି ଆଉ ପିଚୁ ପିଚୁ ସବୁ ଉଠିଗଲାଣି। ତେଣୁ ତୁରନ୍ତ ଆକୁ ମରାମତ କରିବା ପାଇଁ ମଧ୍ୟ ଆମେ ପ୍ରଶାସନକୁ ନିବେଦନ କରୁଅଛୁ। ହାଡ଼ି ସାମଲ ଆଜ୍ଞା, ମୁଁ ଗୋଟେ ଅଟୋ ଡ୍ରାଇଭର। ମୁଁ କହିବାର କାରଣ ଏଇକି ଯେ ଏଇ ଯେଉଁ ରାସ୍ତା ଯେଉଁ ଆମର ରାମଗୁଡ଼ା ଟୁ ବାଣିଆମାରୀ ରାସ୍ତା, ଏ ରାସ୍ତା ଯିବା ଆସିବାରେ ବହୁତ ଅସୁବିଧା ହେଉଛି। କାରଣ ଏ ରାସ୍ତା ଚଉଡ଼ା ନାହିଁ, ଆଉ ଦୁଇ ସାଇଡ଼୍ ବାଉଣ୍ଡ୍ରି ୱାଲ୍ ନାହିଁ। ବର୍ଷା ହେଲେ ବେଳେବେଳେ ସେ ପାହାଡ଼ର ମାଟି ଖସି ପଥର ଖସି ରାସ୍ତା ବ୍ଲକ୍ ହୋଇଯାଉଛି, ଆଉ ସେଥିରେ ଦୁର୍ଘଟଣା ହେବାର ବି ସମ୍ଭାବନା ଅଛି। ଲୋକ ବି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ସେଥିଯୋଗୁଁ କିଛି ମୋର ନିବେଦନ ଏତିକି ଯେ ସେଥିଯୋଗୁଁ କିଛି ସରକାରଙ୍କ ସହଯୋଗ ହେଲେ ଭଲ ହୋଇଥାନ୍ତା। ରାସ୍ତା ଆଜିକୁ 3 ବର୍ଷ ହେଲା ରାମଗୁଡ଼ା ପଞ୍ଚାୟତ ବନ୍ଥବୋଲି ପଞ୍ଚାୟତ ଯେଉଁଟାକି ରାମଗୁଡ଼ା ଅଞ୍ଚଳ ଏବଂ କଙ୍କିଆ ପଞ୍ଚାୟତ ଦୁଇଟା ପଞ୍ଚାୟତକୁ କଭର କରି ରାସ୍ତାଟା ରାମଗୁଡ଼ା ଠାରୁ ଚିକିଟି ପର୍ଯ୍ୟନ୍ତ ବାହାରିଛି, ଯେଉଁଟାକି ଘାଟି ରାସ୍ତା କେରାଣ୍ଡିମାଳର। এই ରାସ୍ତା ଅତି ନିମ୍ନମାନର କାର୍ଯ୍ୟ ହେଇଛି, ଯେଉଁଟାକି ପାହାଡ଼ ପର୍ବତ ଅଞ୍ଚଳରୁ ଅତି ସଂକୀର୍ଣ୍ଣ ରାସ୍ତା ତିଆରି ହେଇଛି, ଯେଉଁଟାକି 3 ଚକିଆ 4 ଚକିଆ ଗାଡ଼ି ଗଲେ ବାଇକ୍ଟି ମଧ୍ୟ ସାଇଡ଼୍ ଦେବା ପାଇଁ ତା'ର ରାସ୍ତା ନଥାଉଛି ଏବଂ ବର୍ଷା ଦିନେ ମାଟି ଅତଡ଼ା ଖସି ଯାଉଛି, ପଥର ଆସିବା ଉପରେ ରୋଡ଼ ଉପରେ କଭର ହେଇଯାଉଛି, ଯାହାଦ୍ୱାରା କି ଯାତାୟାତ କରୁଥିବା ଯାନବାହନଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଆମେ ତୁରନ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରୁଛୁ ୱାଇଡ଼ କରାଯାଉ। ଗ୍ରାମ ହେଉଛି ବିକାଶପୁର। ମୋର ଅଭିଯୋଗ ଏହା କି ଯେ ଆମେ ଯେଉଁ ଗ୍ରାମବାସୀ ଅଛୁ, ଆମ ଅଞ୍ଚଳରେ ଯେଉଁ ଲୋକ ଅଛୁ, ତ ଏଇ ଯେଉଁ ଆମର କେରାଣ୍ଡିମାଳ ପାହାଡ଼ ବନ୍ତପଲ୍ଲୀ ପଞ୍ଚାୟତ ଯେଉଁ ରାମଗୁଡ଼ା ଗ୍ରାମଠୁ ଆମର ଇଆଡ଼େ କଙ୍କିଆ ପଞ୍ଚାୟତ ଯାଏଁ କଞ୍ଚିଟା ହେଇଛି ବାଣିମାରୀ ଯାଏଁ। ତ ଏଇ ରାସ୍ତାଟା ଚଉଡ଼ା ନାହିଁ। ତ ଏଇ ରାସ୍ତା ଚଉଡ଼ା ନାହିଁ ବୋଲି ଏପଟେ ଆମର ବହୁତ ଗୁଡ଼ିଏ ଆମ୍ବୁଲାନ୍ସ ଜରୁରୀକାଳୀନ ଯିବା ଆସିବା କରୁଛି। କିନ୍ତୁ ହଠାତ୍ ଯଦି ଉଭୟ ପଛରେ ଯାନବାହନ ଯିବା ଆସିବା କରିବା ଟାଇମ୍ରେ ତା'ର ଗାଡ଼ି ଗୁଡ଼ାକ ଯିବା ପାଇଁ ସ୍ପେସ୍ ନାହିଁ। ତ ଏ ଟାଇମ୍ରେ ଯେଉଁ ପେସେଣ୍ଟ ଥିବ ତାକୁ ନେବା ଆଣିବାରେ ବହୁତ ଅସୁବିଧା ଅଛି। ଡ୍ରାଇଭର ମଧ୍ୟ ବହୁତ ତାଙ୍କୁ ଅପେକ୍ଷା କରୁଛି। ଏ ସମୟରେ ପେସେଣ୍ଟର ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁକରି ପ୍ରଶାସନକୁ ଏହା ଆମେ ଅନୁରୋଧ କରୁଅଛୁ ଯେ ତ ଏଇ ରାସ୍ତାଟା ଟିକେ ଚଉଡ଼ା କରାଯାଉ। ଚଉଡ଼ା କଲେ ଏ ଲୋକମାନେ ଯିବା ଆସିବା ପାଇଁ ବହୁତ ସୁବିଧା ହେବ ବୋଲି ସରକାରଙ୍କ ସାଇଡ୍ ୱାଲ୍ ଆଉ ଦିଆଯାଉ। ତେବେ ଅଧିବାସୀମାନେ ତାଙ୍କର ପ୍ରତିକ୍ରିୟା ଯାହା ଦେଉଥିଲେ ସେଇ ପ୍ରତିକ୍ରିୟାରୁ ଜାଣି ହେଉଥିଲା ଯେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସଟିଏ ଗଲେ ମଧ୍ୟ ଏ ଯେଉଁ ରାସ୍ତାର ଅନେକ ସ୍ଥାନରେ ୟୁ ମୋଡ଼ ନେଇଛି ଏବଂ ରାସ୍ତା ବହୁତ ସଂକୀର୍ଣ୍ଣ ଅଛି। ରାସ୍ତାର ପାର୍ଶ୍ୱରେ ସାଇଡ୍ ୱାଲ୍ ନାହିଁ କି
ଡ୍ରେନ୍ ନାହିଁ, ଯାହାଦ୍ୱାରା ପାହାଡ଼ରୁ ବର୍ଷା ଦିନେ ପାହାଡ଼ରୁ ପାଣି ବହୁଛି ଏବଂ ସେହି ପାଣି ରାସ୍ତା ଉପର ଦେଇ ଯାଉଛି। ଯେହେତୁ ନାଳ ନାହିଁ, ଡ୍ରେନ୍ ନାହିଁ, ତେଣୁ ସେଇ ରାସ୍ତା କଡ଼ ଦେଇ ସବୁବେଳେ ପାଣି ପ୍ରବାହିତ ହେବା ଦ୍ୱାରା ରାସ୍ତା ପାର୍ଶ୍ୱ ମଧ୍ୟ ଖାଇଯାଉଛି। ଯେ ଆମ୍ବୁଲାନ୍ସଟି ଗଲେ ଅପର ପାର୍ଶ୍ୱରେ ଯଦି କୌଣସି 4 ଚକିଆ ହେଉ 3 ଚକିଆ ହେଉ ଏପରିକି ବାଇକ୍ଟି ମଧ୍ୟ ଆସିଲେ କ୍ରସ୍ କରିବା କଷ୍ଟ ହେଉଛି। ତେଣୁ ଦୀର୍ଘ ସମୟ ଧରି ଅଟକିକି ରହୁଛି। ଆଉ ରୋଗୀକୁ ନେଉଥିବା ଆମ୍ବୁଲାନ୍ସ ଏଥିପାଇଁ ମଧ୍ୟ ସଫର ହେବାକୁ ପଡ଼ୁଛି। ରୋଗୀ ଜୀବନ ମଧ୍ୟ ବିପଦପୂର୍ଣ୍ଣ ହେଉଛି। ବ୍ରହ୍ମପୁର ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।